ଦିନେ ପିମ୍ପୁଡ଼ିଟି କିଛି ଖାଇବା ଯୋଗାଡ଼ ପାଇଁ ତାର ଗାତ ବାହାରକୁ ଆସିଲା। ହାତୀକୁ ଦେଖି ସେ ଭୟଭୀତ ହୋଇ ଗାତକୁ ଫେରିଗଲା। ତା ପରଦିନ ପିମ୍ପୁଡ଼ି ଖାଦ୍ୟ ଖୋଜିବା ପାଇଁ ପୁଣି ବାହାରକୁ ଆସିଲା। ହେଲେ ସେଇ ହାତୀକୁ ଦେଖି ଭୟ କଲା। ତାପରେ ସେ ମନେ ମନେ ଚିନ୍ତା କଲା, ଏହିପରି ଯଦି ମୁଁ ଭୟଭୀତ ହେବି, ମୁଁ ଭୋକିଲା ରହିବି। ତାପରେ ମନରେ ସାହସ କରି ସେ ଖାଦ୍ୟ ଯୋଗାଡ଼ କରିବାକୁ ବାହାରିଗଲା। ସେ ଖାଦ୍ୟ ଖୋଜିବା ସମୟରେ ହାତୀ ପିମ୍ପୁଡ଼ି ଆଗରେ ଆସି ଠିଆ ହେଲା। ପିମ୍ପୁଡ଼ିକୁ କହିଲା, ଆରେ ତୁ ଏଠାରେ କ'ଣ କରୁଛୁ? ପିମ୍ପୁଡ଼ି କହିଲା, ମୁଁ ମୋର କାମ କରୁଛି। ତାପରେ ହାତୀ କହିଲା, ତତେ ଦେଖିଲେ ମୋତେ ଭାରି ଦୟା ଲାଗୁଛି। ତୁ ଏତେ ଛୋଟ, ମୋ ସାମ୍ନାକୁ ଆସିବାକୁ ସାହସ କରୁଛୁ? ମୋର ଯଦି ପାଦ ପଡ଼ିବ ତୁ ନିଶ୍ଚୟ ମରିଯିବୁ। ପିମ୍ପୁଡ଼ି ହାତୀ କଥାରେ ରାଗିଯାଇ କହିଲା, ଅତ୍ୟଧିକ ଗର୍ବ କରିବା ଠିକ୍ ନୁହେଁ। ମୁଁ ଆକାରରେ ଛୋଟ, କିନ୍ତୁ ତୁମଠାରୁ ଅଧିକ ବୁଦ୍ଧିମାନ। ତାପରେ ହାତୀ କହିଲା, ତେବେ ଦେଖିବା କାହାର ବୁଦ୍ଧି କେତେ। ହାତୀ ଖୁବ୍ ଜୋରରେ ରାଗିଯାଇ ପିମ୍ପୁଡ଼ି ଉପରେ ପାଦ ଥୋଇବାକୁ ଚେଷ୍ଟା କଲା। ହେଲେ ପିମ୍ପୁଡ଼ି ତାର ପାଦରେ ଚଢ଼ି ତା ଗୋଡ଼ ଉପରକୁ ଯାଇ ଶୁଣ୍ଢରେ ବସିଗଲା। ହାତୀ ଶୁଣ୍ଢକୁ ଜୋରରେ କାମୁଡ଼ିଦେଲା। ହାତୀ ବହୁତ କଷ୍ଟ ଅନୁଭବ କଲା। ସେ କାନ୍ଦିବାକୁ ଲାଗିଲା। ତାପରେ ଶେଷରେ ପିମ୍ପୁଡ଼ିକୁ କ୍ଷମା ମାଗିଲା। ଏହି କାହାଣୀରୁ ଆମେ ଶିଖିଲେ, କେହି ଛୋଟ କି ବଡ଼ ନୁହନ୍ତି। ଆମର ଚିନ୍ତାଧାରା ଛୋଟ କିମ୍ବା ବଡ଼ ହୋଇପାରେ। ପ୍ରତିଦିନ ଏହିପରି ସୁନ୍ଦର ସୁନ୍ଦର କାହାଣୀ ଦେଖିବା ପାଇଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।